Pakistan is a failed state. ଆପଣ ଜାଣିଛନ୍ତି ସେଠି ଅଟା କେଜି ଦାମ ହଉଛି 600 ଟଙ୍କା। ଅତ୍ୟାବଶ୍ୟକ ଜିନିଷ ପତ୍ର ଦରଦାମ କଥା ଛାଡନ୍ତୁ, ହୁ ହେଇକି ବଢୁଛି, ଲୋକ ଖାଇବାକୁ ପାଉନାହାନ୍ତି, ରୋଜଗାର ନାହିଁ, ସେମାନେ ଟେରୋରିଜିମରେ ବ୍ୟସ୍ତ, ISI ଟେରୋରିଜିମରେ ବ୍ୟସ୍ତ। ସେମାନଙ୍କୁ ଯୋଉମାନେ ବେରୋଜଗାର ଯୁବକ ମାନେ ଅଛନ୍ତି, ପିଲାମାନେ ଅଛନ୍ତି, ସେମାନଙ୍କୁ ସେ ଟ୍ରେନିଂ ଦେଇ ପଇସା ପତ୍ର ଦେଇ ଇଣ୍ଡିଆ ବିରୁଦ୍ଧରେ ଲଗେଇଛନ୍ତି। ତମେ ସେଠି ଯାଇକି ଆଟାକ୍ କର, ଆମର କାଶ୍ମୀର ଦରକାର, କେବେ ନେଇପାରିବେନି। କିନ୍ତୁ ଏ ଯୋଉ ପାକିସ୍ତାନରେ ଯେ ବର୍ତ୍ତମାନ ଆର୍ମି ଚିଫ୍ ମୁନିର, ସେ ଗୋଟେ ଡେଞ୍ଜରସ୍ ଲୋକ। ପାକିସ୍ତାନରେ ବର୍ତ୍ତମାନ ସିଭିଲ ୱାର, ଲୋକ ଖାଇବା ପାଉନାହାନ୍ତି, ଚାରିଆଡେ ହାହାକାର। ସେ ଲୋକମାନଙ୍କୁ ଏମିତି ମଜେଇକି ରଖିବା ପାଇଁ ଚାହୁଁଛି। ଲୋକମାନେ ଆଉ ସବୁ ଭୁଲି ଯାଆନ୍ତୁ, ତା କଥାରେ ମଜି ଯାଆନ୍ତୁ, ଏଟା ଗୋଟେ ଇସ୍ୟୁ ପାଇଲା ନା। ତେଣୁ ପାକିସ୍ତାନ ଇଜ ଏ ଫେଲ୍ ଷ୍ଟେଟ୍, ସବୁ ଦୃଷ୍ଟିରୁ ଫେଲ୍। ମାନେ ବର୍ତ୍ତମାନ ମାଟି କାମୁଛି ପାକିସ୍ତାନ। ବର୍ତ୍ତମାନ ଇଣ୍ଡିଆର ଯୋଉ ଡିସିଜନ ଯେ ଆମେ ପାଣି ବନ୍ଦ କରିଦେବୁ, ତାକୁ ନେଇକି ଭାରି ବି ତାଙ୍କ ଭିତରେ ବର୍ତ୍ତମାନ ଗୋଟେ ଚିନ୍ତାଧାରା, କଣ କରିବୁ, ପାଣି ପାଇବୁନି। ତେଣୁ ଏଭଳି ଅବସ୍ଥା। ଖାଲି କହୁଛନ୍ତି ପରମାଣୁ ବମ୍ ଫୁଟେଇ ଦଉ, ଆଟମ ବମ୍ ଫୁଟେଇ ଦବୁ, କଣ ତମ ପାଖରେ ଏକା ଅଛି? ଇଣ୍ଡିଆ ବହୁତ ଷ୍ଟ୍ରଙ୍ଗଲି action ନବା ଉଚିତ। ଭେରି ଷ୍ଟ୍ରଙ୍ଗ action should be taken against Pakistan। ନହେଲେ ତ ବୁଦ୍ଧି ଶିଖେଇବାକୁ ପଡିବ। ତ ସବୁବେଳେ ଆରମ୍ଭ କରୁଛି, ଏଟା ଆଉ କିଛି କାମ ନାହିଁ, ଯିବେ ମାରିବେ।